କେହି କାହାର ଶତ୍ରୁ ହୋଇନାହାନ୍ତି, ନିଜ ରକ୍ତର ପରିବାରର ଲୋକମାନେ ସବୁଠାରୁ ବଡ଼ ଶତ୍ରୁ ହୋଇଥାନ୍ତି, କାହିଁକିନା ଲୋଭ ଓ ମନର ଆଶା ମନୁଷ୍ୟକୁ ସର୍ବନାଶ କରିଥାଏ। ଅନ୍ୟ ଅଧର୍ମ ଅବିଚାର କରୁଥିବା ଲୋକଟି ସବୁ ସମୟରେ ପାପକୁ ଭୟ କରିଥାଏ, କାହିଁକିନା କରିଥିବା କର୍ମର ଫଳ ତୁମେ ଦିନେ ନା ଦିନେ ଭୋଗିବାକୁ ପଡ଼ିବ। ଏହି ସୃଷ୍ଟିର ଅଦାଲତରେ ସମସ୍ତଙ୍କ ପାଇଁ ସମାନତା ବିଚାର ହୋଇଥାଏ। ଆତ୍ମୀୟ ହୁଅନ୍ତୁ କି ପର ହୁଅନ୍ତୁ, ସମସ୍ତେ ସମସ୍ତଙ୍କର କର୍ମ ଅନୁସାରେ ଫଳ ପ୍ରାପ୍ତି କରିଥାନ୍ତି। ଦୁଃଖ କଷ୍ଟ ସମୟରେ ଭାଙ୍ଗି ପଡ଼ିଲେ ହେବ ନାହିଁ, ଧୈର୍ଯ୍ୟ ସାହସ ଓ ଶକ୍ତିଶାଳୀ ହେବାକୁ ପଡ଼ିବ। ସମୟ ଯାହା ବି ହେଉନା କାହିଁକି ସମୟ ସହିତ ଚାଲିବାକୁ ପଡ଼ିବ। ସମୟ ସବୁଠାରୁ ବଳବାନ। ଦୁନିଆରେ ଏକମାତ୍ର ପଥ ହେଉଛି ସତ୍ୟର ପଥ। ସତ୍ୟର ପଥ ଚାଲିଲେ ଜୀବନରେ ବିପଦ, ସଙ୍କଟ, ଅଭାବ, ଅନ୍ୟାୟ, ଅବିଚାର, ଅଧର୍ମ ଏସବୁ ତୋ ପାଖରୁ ମାଡ଼ିବେ ନାହିଁ। ଜୀବନ ଅତି ସୁନ୍ଦର ଭାବରେ କଟିବ। ଏହି ସଂସାରରେ ଯେତେବେଳେ ପାପ ଭୟ ବଢ଼ିଯାଏ, କେହି ଜଣେ କେଉଁ ରୂପରେ ଆସି ପାପକୁ ବିନାଶ କରିଥାଏ। ମନରେ ଅହଙ୍କାର ବଢ଼ିଗଲେ ନିଜର କର୍ମ ତାକୁ ବିନାଶ କରିଥାଏ।